ଆମ ସତ୍ସଙ୍ଗରେ ଗୋଟେ ଭିନ୍ନ ପରମ୍ପରା ଅଛି, ସେଟା ହେଲା ଆଚାର୍ଯ୍ୟ ପରମ୍ପରା। ଏଇଟା କେଉଁଠି ତ ଏତେ ଦେଖିବାକୁ ମାନେ ନାହିଁ କେଉଁଠି ବି, କିନ୍ତୁ ଆମ ସତ୍ସଙ୍ଗରେ ହିଁ ଏଇଟା ପ୍ରୋମିନେଣ୍ଟଲି ଆମେ ଫଲୋ କରୁ। ଆମେ ଆଚାର୍ଯ୍ୟ ଦେବଙ୍କୁ ବହୁତ ମାନିକି ଚାଲୁ। ଆମେ ଆଚାର୍ଯ୍ୟ ଦେବଙ୍କୁ ସେ ଠାକୁରଙ୍କର ବାର୍ତ୍ତା ବାହକ ହିସାବରେ ଆମେ ତାଙ୍କୁ ଗ୍ରହଣ କରୁ। ଯେହେତୁ ଠାକୁର ଏବେ ନାହାନ୍ତି ସଶରୀରରେ, ତ ଆମେ ଆଚାର୍ଯ୍ୟ ଦେବଙ୍କୁ ହିଁ ମାନିକି ଚାଲୁ। ଆପଣ ସେ ବିଷୟରେ କ'ଣ କହିବେ? ଆଚାର୍ଯ୍ୟ ପରମ୍ପରାଟା କିଛି ନୂଆ କଥା ନୁହଁ। ଆଚାର୍ଯ୍ୟ ମାନେ ଯେ ଆଚରଣ ସିଦ୍ଧ ପୁରୁଷ, ସେ ଆଚାର୍ଯ୍ୟ। ଆଜ୍ଞା ତାଙ୍କର ପ୍ରତିଟି ଆଚରଣ, ସବୁ ଜିନିଷ ସେ ତାକୁ ଠାକୁରଙ୍କ ଭାବଧାରାଟାକୁ ଯିଏ ଆଚରଣରେ ତୋଳି ଧରିଥାନ୍ତି ସେ ହେଉଛନ୍ତି ଆଚାର୍ଯ୍ୟ। ଆଜ୍ଞା ହେଲା, ତେଣୁକରି ଆଚାର୍ଯ୍ୟ କଥା ପରମ୍ପରା ଆଗରୁ ଅଛି ଭାରତୀୟ ଇଏରେ। ତେଣୁକରି ଏଇ ଯେଉଁ ଲୋକ ବୁଝି ନାହାନ୍ତି ବା କହନ୍ତି, ମୋର ଗୋଟିଏ ପ୍ରଶ୍ନ ହେଉଛି ଯେ ଠାକୁରଙ୍କୁ ବହୁ ସାଧୁସନ୍ଥ ଆସିଛନ୍ତି, କିନ୍ତୁ ଆମେ ଦେଖିଛେ ତାଙ୍କର ଅବର୍ତ୍ତମାନ ପରେ ସେ ଯେଉଁ ତାଙ୍କର ଯେଉଁ ଧାରା ବା ତାଙ୍କର ଯେଉଁ ମାର୍ଗ ସେ ପ୍ରଦର୍ଶନ କରିଥାନ୍ତି, ସେ ମାର୍ଗଟା ମୁଁ ଦେଖିଛି ଅନେକ କ୍ଷେତ୍ରରେ ଆମେ ଦେଖିବା ସେଇଟା ସ୍ତୀମିତ ହୋଇଯାଇଛି ତାଙ୍କର ଅବର୍ତ୍ତମାନରେ। ତାଙ୍କର ଯେଉଁମାନେ ଶିଷ୍ୟ ଶିଷ୍ୟା ହୁଏତ ସେମାନେ ସେଇ ବାଗରେ ବା ସେଇ ମାନେ ବେଗରେ ତାକୁ ଆଗକୁ ନେଇପାରିନାହାନ୍ତି। କିନ୍ତୁ ଆମେ ସତ୍ସଙ୍ଗକୁ ଦେଖିବା, ସେ ଠାକୁରଙ୍କ ଅବର୍ତ୍ତମାନ ପରେ ସେ ବଡ଼ଦା, ସେ ଦାଦା ସେ ଆଚାର୍ଯ୍ୟ ଦେବ, ସତ୍ସଙ୍ଗର ତା ପରଠାରୁ ସତ୍ସଙ୍ଗ ପ୍ରସାରିତ ହୋଇ ଚାଲିଛି। କେଉଁଠି ସେ ଧାରା ତା ଅଟକି ଯାଇନି। ପ୍ରତିଦିନ ଉତ୍ତରଣ, ପ୍ରତିଦିନ ଉନ୍ନତି, ପ୍ରତିଦିନ ନୂଆ କେହି ଜଣେ ଠାକୁରଙ୍କ ସହିତ ଯୋଡ଼ି ହେଉଛି। ତ କେମିତି ସମ୍ଭବ ହେଇଛି? ବିକଜ ଆଚାର୍ଯ୍ୟ ଧାରା। ତେଣୁକରି ଯଦି ଏଇଟା ଯଦି ଲୌକିକ ଭାବରେ ବିଚାର କରିବା, ଲୌକିକ ଭାବରେ ପ୍ରତିଟି ଲିଡରସିପ୍ ହେଉଛି ସକ୍ସେସଫୁଲ୍ ଲିଡରସିପ୍। ତେଣୁକରି ଠାକୁରଙ୍କର ଯେଉଁ ବାର୍ତ୍ତା ସେଠି କେଉଁଠି ସ୍ତୀମିତ ହୋଇଯାଏନି ବା କେଉଁଠି ଅଟକି ଯାଏନି, ପ୍ରତିଦିନ ବଢ଼ୁଛି, ପ୍ରତିଦିନ ସମ୍ପ୍ରସାରଣ, ପ୍ରତିଟି ମୁହୂର୍ତ୍ତରେ ସମ୍ପ୍ରସାରଣ। ଏଇଟା କେମିତି ହେଉଛି? ଆଚାର୍ଯ୍ୟଙ୍କ ପାଇଁ। ଆଚାର୍ଯ୍ୟ ଇଷ୍ଟ ପ୍ରତିଭୁ, ଏଫିସିଏଣ୍ଟ ଲିଡରସିପ୍, ସେ ଲିଡ୍ କରୁଛନ୍ତି। ଏକ୍ଜାକ୍ଟଲି। ଯଦି ଆମେ ଲୌକିକ ଭାବରେ ଦେଖିବା, ସେଇ ଲିଡରସିପ୍ ସେମିତି ପାଇଛେ ବୋଲି ଲୋକ ତାଙ୍କୁ ଆଡହାୟାର କରୁଛନ୍ତି। ଗୋଟେ ଲିଡରକୁ ଲୋକ ଆଡହାୟାର କରୁଛନ୍ତି। ଚାରିସ୍ମାଟିକ୍ ଲିଡରସିପ୍ ଅଛି, ସ୍ପିରିଚୁଆଲ ଲିଡରସିପ୍ ଅଛି, ସେଟାକୁ ଲୋକ ଆଡହାୟାର କରୁଛନ୍ତି। କିଏ ମାନିବାକୁ କହୁନି, ଲୋକ ସ୍ୱତଃପ୍ରବୃତ୍ତ ଭାବରେ ଆଚାର୍ଯ୍ୟଙ୍କ କଥା ମାନୁଛନ୍ତି ଏବଂ ତାଙ୍କର ଯାହା ଆଦେଶ ନିର୍ଦ୍ଦେଶ ପରିପାଳନ କରୁଛନ୍ତି ଏବଂ ପ୍ରତିଦିନ ସତ୍ସଙ୍ଗ ବଢ଼ୁଛି। ଆଜ୍ଞା, ଏଇଟା ପ୍ରାକ୍ଟିକାଲ କଥା। ଆପଣ ସାଧନାର କେଉଁ ସ୍ତରର, ସେମାନେ ତ ସମସ୍ତେ ଯେଉଁମାନେ ଆଚାର୍ଯ୍ୟ ଧାରାରେ ଆସିଛନ୍ତି ସମସ୍ତେ ସେଇ ଇଏ ସ୍ତରର, ଶୀର୍ଷ ସ୍ତରର ସମସ୍ତେ। ଆଜ୍ଞା, କିନ୍ତୁ ସେମାନେ କେଉଁ ସ୍ତରରେ ଆମେ ସେଇଟା ଜାଣିପାରିବା ନାହିଁ। କିନ୍ତୁ ଆମେ ତାଙ୍କୁ ଦେଖୁଛେ ସେ ଅନ୍ତର୍ଯାମୀ। ଆମେ ତାଙ୍କୁ ଦେଖୁଛେ କେତେ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ସେ ଦୂର କରୁଛନ୍ତି। ଆମେ ତାଙ୍କୁ ଦେଖୁଛେ ମଣିଷ ଜୀବନର କେଡ଼େ କେଡ଼େ ସମସ୍ୟାର ସେ ସମାଧାନ କରିଦେଉଛନ୍ତି। ପ୍ରାକ୍ଟିକାଲି ଏଗୁଡ଼ା ଦେଖୁଛେ ଆମେ। ଆଜ୍ଞା, ତେଣୁକରି ଆପଣ ତ ନିଜେ କେତେ ଅନୁଭବ କରିଛି। କହିଲେ ଲୋକଙ୍କ ଭିତରେ ମାନିବାର ଯେଉଁ ଆଗ୍ରହ, ତାକୁ ଦେଖିଲେ ଯେଉଁ ଭଲ ଲାଗେ, ତାଙ୍କ କଥାର ପଦେ ଶୁଣିଲେ ଯେଉଁ ମନ ଆହ୍ଲାଦିତ ହୋଇଯାଏ ଆଚାର୍ଯ୍ୟଙ୍କର, ସେଇଟା କେମିତି ହୁଏ? ସେଇଟା ସ୍ୱତଃସ୍ଫୂର୍ତ୍ତ। ତେଣୁ ସେଇ ଧାରାଟା ଯୋଗୁଁ ଏଇ ସତ୍ସଙ୍ଗ କେତେ କାୟ ବିସ୍ତାର କରିଛି। ଆଜ୍ଞା, ଶ୍ରୀ ଠାକୁରଙ୍କ ଆସିବାର 138 ବର୍ଷ ହେଇଛି। କେତେ ସତ୍ସଙ୍ଗ ଗୋଟେ ଅଟକି ଯାଇଛି, ସତ୍ସଙ୍ଗ ବଢ଼ି ଚାଲିଛି। ତେଣୁ ଯେଉଁ ଲୋକ ଭାବନ୍ତି ନାଇଁ ମାନେ ୟାକୁ ନେଇକି କିଛି ଭିନ୍ନ ଚିନ୍ତାଧାରା ରଖନ୍ତି, ସେମାନେ ସମ୍ପୂର୍ଣ୍ଣ ଭୁଲ। ଆଜ୍ଞା, କାରଣ ଯାହା ଠାକୁର ଚାହିଁଛନ୍ତି ସେ ଜିନିଷ ଗୁଡ଼ାକୁ ଉତ୍ତରୋତ୍ତର କ୍ରମୋନ୍ନତି ଚାଲିଛି ତା ଦେହରେ। ତାଙ୍କ ଠାକୁରଙ୍କ କଥାର ପରିପାଳନଟାର ଧାରାଟା କେଉଁଠି ଅଟକି ଯାଇନି। ଆଜ୍ଞା, ଏଇଟା ଆଉ ଅଧିକ ବେଗବାନ ହେଇକି ଆଗେଇ ଚାଲିଛି। ପ୍ରତିଦିନ ନୂଆ କଥା, ନୂଆ ଉତ୍ତରଣ ଚାଲିଛି। ଠାକୁରଙ୍କ ଯାହା ଠାକୁର ଚାହିଁଛନ୍ତି ସେଇ କାର୍ଯ୍ୟ ଗୁଡ଼ା ପ୍ରତିଦିନ ତାଙ୍କର କଥାଟାକୁ ରୂପାନ୍ତରିତ ହେଉଛି କର୍ମରେ। ଆଜ୍ଞା, ତେଣୁକରି ଏଇଟା ସମ୍ଭବ କେମିତି ହେଇଛି? ଆଚାର୍ଯ୍ୟମାନଙ୍କ ମାଧ୍ୟମରେ। ଆଜ୍ଞା, ଯିଏ ଧରନ୍ତୁ, ମୁଁ କହୁଛି ମୁଁ ଠାକୁରଙ୍କୁ ଦେଖିଲି, ମୁଁ ସେ ବଡ଼ଦାଙ୍କୁ ଦେଖିଲି, ସେ ଦାଦାଙ୍କୁ ଦେଖିଲି, ସେ ଆଚାର୍ଯ୍ୟ ଦେବଙ୍କୁ ଦେଖିଲି। ମୋ ପରେ ଯେଉଁମାନେ ପରବର୍ତ୍ତୀ ବର୍ଷ ଯେଉଁମାନେ ଦୀକ୍ଷା ନେଇଛନ୍ତି ସେମାନେ ସେ ବଡ଼ଦାଙ୍କୁ ହୁଏତ ଦେଖିନାହାନ୍ତି, ସେ ଦାଦାଙ୍କୁ ଦେଖିଛନ୍ତି, ଆଚାର୍ଯ୍ୟ ଦେବଙ୍କୁ ଦେଖି, ଏବେ ଯେଉଁମାନେ ଅଛି ଆଚାର୍ଯ୍ୟ ଦେବଙ୍କୁ ଦେଖୁଛନ୍ତି। ତେଣୁ ଠାକୁର କିଭଳି ଥିଲେ, ଠାକୁରଙ୍କର
କଥାବାର୍ତ୍ତା ଭାବଭଙ୍ଗୀ ଠାକୁରଙ୍କର ମାନେ ଆଦେଶ ନିର୍ଦ୍ଦେଶ କିଭଳି ଥିଲା ସେଇଟା ସେମାନେ ବୁଝିବେ କେମିତି? ଆଜ୍ଞା ଜଣେ ଜୀବନ୍ତ ପ୍ରତିଭୂ ଥିଲେ ସିନା। ଠିକ କଥା ଏବେ ଆଜ୍ଞା ସେମାନେ ଆଚାର୍ଯ୍ୟ ଦେବଙ୍କୁ ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ଦେଖିକି ସେମାନେ ହୁଏତ ବୁଝିବେ ଯେ ହୁଏତ ଠାକୁର ଏମିତି ଥିଲେ। ଆଜ୍ଞା ସେ ଯେଉଁ ତାଙ୍କ ସେ ଅନୁଭୂତିଟା କେମିତି ଆସିବ? ଆଜ୍ଞା ଜଣେ ଜୀବନ୍ତ ପ୍ରତିଭୂ ନଥିଲେ ଜଣେ ଜୀବନ୍ତ ଗାଇଡ଼ ବା ଜୀବନ୍ତ ମାର୍ଗଦର୍ଶକ ଯିଏ ଅଭ୍ରାନ୍ତ ପୁରୁଷ ହେଇଥିବ, ଯିଏ ଆମ ଜୀବନର ଭ୍ରାନ୍ତି ଗୁଡ଼ାକୁ ସଜାଡ଼ି ଦେଇପାରୁଥିବେ, ଆଜ୍ଞା ସେମିତି ଜଣେ ଲୋକ ଯଦି ଆମ ହାତ ଧରିବ ବା ଆମେ ତାର ମାର୍ଗଦର୍ଶନ ପାଇବା ତାହେଲେ ଆମେ ଜୀବନ ସଫଳ ହେଇପାରିବା। ଆଜ୍ଞା ଆଉ ଯେଉଁ ଲକ୍ଷ ଲକ୍ଷ ଲୋକ ଯାଇକି ଆଚାର୍ଯ୍ୟଙ୍କ ପାଖରେ ଟିକେ ଦୁଃଖ କଥା ଜଣାଉଛନ୍ତି, ବିଭିନ୍ନ ସମସ୍ୟା ଜଣାଉଛନ୍ତି, ବିଭିନ୍ନ ଖୁସି ଆନନ୍ଦର କଥା ବି କହୁଛନ୍ତି, କାହିଁକି? ଲୋକମାନେ ସେଇ ଭାବଟା ସେଇ ଭଲ ପାଇବାଟା ଅଛି ଯେ ତାଙ୍କ କାନରେ ପଡ଼ିଗଲେ ବି ଆମର କେତେ କଥା। ସେଇଟା କ'ଣ କିଏ ତିଆରି କରିଛି? ଆଜ୍ଞା ସେଇଟା ସ୍ୱତଃସ୍ଫୂର୍ତ୍ତ। ତେଣୁକରି ଶ୍ରୀ ଠାକୁରଙ୍କୁ ଅନୁଭବ କରିବାର ମାଧ୍ୟମ ହେଉଛି ଆଚାର୍ଯ୍ୟ। ଆଚାର୍ଯ୍ୟଙ୍କ ମାଧ୍ୟମରେ ଆମେ ତାଙ୍କୁ ଅନୁଭବ କରିପାରିବା। ତେଣୁ ସେଇ ଯେଉଁ ଧାରାଟା ଚାଲିଛି ବୋଲି ଆଜି ଆମେ ଠାକୁରଙ୍କ ମାର୍ଗରେ ଆମେ ଚାଲିପାରୁଛେ ଏବଂ ଠାକୁରଙ୍କର ଯେଉଁଟା ରିଅଲ ଲାଇଫରେ ଆମେ ସେଟା ଦେଖିକି ଦେଖି ଜାଣିପାରୁଛେ ଆଉ ଠାକୁରଙ୍କର ଯେଉଁଟା ଆଦେଶ ନେଇ ଠାକୁର ଦେଇଯାଇଛନ୍ତି ଏଇଭଳି ଚଳ, ଏଇଭଳି କଲେ ଭଲରେ ଆଜ୍ଞା ରହିବ, ସେ ଯେଉଁ ଜିନିଷ ଗୁଡ଼ା ଆମେ ଆଙ୍କର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ମାଧ୍ୟମରେ ଆମେ ସେ ଜୀବନରେ ତାକୁ କ୍ରିୟାଶୀଳ କରିପାରୁଛେ। ଗୋଟେ ଲଭ୍ ସେଣ୍ଟର ଦରକାର। ଆଜ୍ଞା ପ୍ରତି ମଣିଷର ଗୋଟେ ଲଭ୍ ସେଣ୍ଟର। କାହାକୁ ଗୋଟେ ଭଲ ପାଇବ ବିଶ୍ୱାସ କରିକି ନେଇକି ତ ଚାଲିବ ଜୀବନ ମଥାରେ ବହନ କରିକି, ଆଜ୍ଞା ସେ ହେଉଛନ୍ତି ଆଚାର୍ଯ୍ୟ ଗୁରୁ। ଠାକୁର କେମିତି ଥିଲେ ସେଟା ତ ଜାଣିବାକୁ ଆମେ ଆଚାର୍ଯ୍ୟ ଦେବଙ୍କୁ ହିଁ ତ ଦେଖିଲେ ଆମେ ଦେଖିକି ଜାଣିପାରିବା ଜାଣିବା ନା। ଠାକୁର କେମିତି ଥିଲେ। ନହେଲେ ଆଜିକାଲି ଯେମିତି ଧର ଶ୍ରୀକୃଷ୍ଣ ଶ୍ରୀରାମଙ୍କୁ ଲୋକ କହୁଛନ୍ତି କି ଏଇଟା କାଲ୍ପନିକ ଚରିତ୍ର ଥିଲେ, କିଛି ଲୋକ କହୁଛନ୍ତି କି ଏମାନେ ହିଷ୍ଟୋରିକାଲ ଫିଗର୍ସ ନଥିଲେ। କ'ଣ ପାଇଁ କହୁଥିଲେ କି ନା ଶ୍ରୀକୃଷ୍ଣ କେମିତି ଥିଲେ, ଶ୍ରୀରାମଚନ୍ଦ୍ର କେମିତି ଥିଲେ, ଏଇଟାକୁ ଦେଖିବାକୁ ଆମକୁ କେହି ନାହାନ୍ତି। ଆମେ ସେଥିପାଇଁ ଯେତେବେଳେ ପଢ଼ୁଛେ ଆମେ ଭାବୁଛେ ଏମିତି ଗୋଟେ ମିଷ୍ଟିକାଲ କ୍ୟାରେକ୍ଟର କିଏ ଗୋଟେ ଥିଲେ, ମିଥିକାଲ କ୍ୟାରେକ୍ଟର କିଏ ଥିଲେ, କାହିଁକିନା ତାକୁ ଆମକୁ ଦେଖିବାକୁ ଆଉ କେହି ନାହାନ୍ତି। ତାଙ୍କ ଚାଲିଚଳନ କେମିତି ଥିଲା, ସେ କେମିତି ବସୁଥିଲେ, କ'ଣ ପିନ୍ଧୁଥିଲେ, କ'ଣ ଖାଉଥିଲେ, କେମିତି ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଆମେ ଠାକୁରଙ୍କ ପାଖରେ ଏଇ ଜିନିଷଟା ଆମେ ଦେଖୁଛେ କି ଠାକୁର କେମିତି ଥିଲେ, କ'ଣ କରୁଥିଲେ, ସେ ଜିନିଷଟା ପ୍ରାକ୍ଟିକାଲି ଏବେ ହେଉଛି। ଆମେ ଦେଖିକି ଜାଣିପାରୁଛେ କି ଠାକୁର ଏମିତି ଥିଲେ, ଠାକୁର ଏହା କରୁଥିଲେ। ଆଜ୍ଞା ଠାକୁରଙ୍କ ଯେଉଁ ମିଶନଟା ମଣିଷ ତିଆରି କାରଖାନା ତ ସତ୍ସଙ୍ଗ। ଆଜ୍ଞା ଏଇ ମଣିଷକୁ ଭଲରେ ରଖିବା ପାଇଁ ଠାକୁରଙ୍କ ମିଶନ ତ ସେଇଟା ନା। ସେ ମିଶନଟାକୁ କେମିତି ଆକମ୍ପ୍ଲିସ୍ ହେବ, ମିଶନଟା ସକ୍ସେସଫୁଲ୍ ହେବ, ସେଇଥିପାଇଁ ସେ ଆଚାର୍ଯ୍ୟ ଧାରା ପ୍ରବର୍ତ୍ତନ କରିକି ଯାଇଛନ୍ତି। ଆଜ୍ଞା ଏବଂ ଯେହେତୁ ସେ ଅଭ୍ରାନ୍ତ ପୁରୁଷ ପୁରୁଷୋତ୍ତମ, ପ୍ରତିଟି ଯେଉଁ କଥା ବା ପ୍ରତି ନିର୍ଦ୍ଦେଶ ବା ପ୍ରତିଟି ନିଷ୍ପତ୍ତି ଯେ ଅକାଟ୍ୟ, ସେଇଟା ପ୍ରମାଣିତ ହେଇଛି।